ଜନ୍ମଦିନରେ ଆସୁଛି ମୁଁ ଟିକେ ମାର୍କେଟ ଆଡେ ପଳେଇଥିଲି। ଆମ ଖଣ୍ଡଗିରି ଏରିଆରେ ଡ୍ରେସ ମିଳୁଛି ଯେ ମୋର ଟିକେ ମାର୍କେଟ ଯିବାକୁ ଭାରି ଇଚ୍ଛା। ଆକ୍ଚୁଆଲି ଯୋଉ ଡ୍ରେସର ମୂଲ୍ୟ 800 ଟଙ୍କା ଦୋକାନୀ ଜାଣି ଶୁଣି କହିବ 2000। କାହିଁକି ନା ଦୋକାନୀ ଜାଣିଛି ଯେ ଲୋକମାନେ କାଟି କାଟିକା 1200 ଟଙ୍କାକୁ ହିଁ ଆସିବେ। ଦୋକାନୀରେ 400 ଟଙ୍କା ଲାଭ। ମୁଁ ମୋର ଡ୍ରେସ କିଣି ସାରିକି ପଳେଇଥିଲି ଖାଇବା। ମାର୍କେଟ ଆସିବ ଖାଇବନି ସେଇଟା କେବେ ହେଇପାରିବ? ଏତେ ବଡ ପଣ୍ଡା ଚେହେରା ପାଇ ଗୋଟେ ଜରି ଚିରି ପାରି। ଆକ୍ଚୁଆଲି କଥା କଣ କି ମୁଁ ଯେହେତୁ ମାର୍କେଟ ପଳେଇଥିଲି ସିଏ ପଳେଇଥିଲା ଭାଉଜ ଘର। କ୍ଷୀରିର ଆବଶ୍ୟକତା ଜିନିଷ ଗୁଡ଼ିକ ଜିଓ ମାର୍ଟରୁ ଅର୍ଡର କରିଥିଲି। ଏଇ ଭିଡିଓଟା ମୋ ପାଖକୁ ଛାଡିବାର ଉଦ୍ଦେଶ୍ୟ ଏଇଆ କି ମତେ କ୍ଷୀରି ବହୁତ ପସନ୍ଦ। କିନ୍ତୁ ମୁଁ ରାଗିବାରୁ କ୍ଷୀରି ନ ହେଇକି ଲସ୍ସିରେ ପରିଣତ ହେଇଗଲା। ମୁଁ ତ ଗୋଟେ ମୁଣ୍ଡିଆ। ଯେହେତୁ ଏଇଟା ଫଗୁଣ ମାସ ଚାଲିଛି ଠାକୁର ଦୋଳରେ ବସିକି ଭୋଗ ଖାଇବେ। ଏଇ ଦୋଳ ଯାତ୍ରା ଗାଁ ମାନଙ୍କରେ ବହୁତ ଧୁମଧାମରେ। ଯେହେତୁ ଆମ ଘର ସାମ୍ନାରେ ମନ୍ଦିର ଦୋଳ ଖଣ୍ଡଗିରି ବାରିସାରା ବୁଲି ବୁଲି ଭୋଗ ଖାଇବେ। ଆମ ଘରେ ଲାଷ୍ଟରେ ଭୋଗ ଖାଇକି ଘର ଭିତରକୁ ଯିବେ। ମାନେ ତାଙ୍କ ମନ୍ଦିର ଭିତରକୁ ଯିବେ। ଲାଷ୍ଟକୁ ଆମକୁ କେତେ ଫଗୁ ଦେବେ ଆମ ଦୋଳ ଉପରକୁ ଫୋପାଡ଼ିବା। ଫାଇନାଲି ଦୋଳ ଭୋଗ ଖାଇ ସାରିଲେ ଆଉ ସମସ୍ତେ ଜେଜା ବାଟରେ ଜେଜା ଗଲେ। ଆଉ ଏଇ ଦିଟା ଘୋଡା ନାଚି ନାଚି ତାଙ୍କ ଗୋଡ କଣ ହେଇଗଲାଣି ସେମାନେ ବି ଗଲେ।